କରାଣ୍ଡି ଶୁଖୁଆଟା ହେଲା ପିତା ଜିନିଷ। ସେଥିରେ ଡକ୍ଟର ମାନେ କୁହନ୍ତି ଯେ ଚୁନା ମାଛ କି ଶୁଖୁଆ ପିତା ଶୁଖୁଆ ଖାଇଲେ ଆଣ୍ଠୁଗଣ୍ଠି ବାତ କି ଡାଇବେଟିସ୍ ଏଇମାନେ ସବୁ ଏଇ ରୋଗଗୁଡ଼ା ସବୁ ଭଲ ହେଇଯାଏ। ସେଇଥିପାଇଁ କରାଣ୍ଡି ଶୁଖୁଆଟା ପିତା ଶୁଖୁଆଟା ଏକ ନମ୍ବର ଏଠି ଯାଏ। ଏଠି ଆମର କୁଇଣ୍ଟାଲ କୁଇଣ୍ଟାଲ ଦିଆଯାଏ ବେଙ୍ଗଲକୁ, ବେଙ୍ଗଲ ଯାଏ ମେଡ଼ିସିନ ତିଆରି ହୁଏ। ବାହାର ଲୋକ ବି ନେଇ କିଣି ଖାଆନ୍ତି, ବହୁତ ଭଲ ଲୋକ ସବୁଆଡ଼ୁ ଆସିକି ଏଠୁ ନିଅନ୍ତି କିଣିକି। ବାଲେଶ୍ୱର ବେଙ୍ଗଲ ସବୁଆଡ଼ୁ ଏଠି ଆସନ୍ତି। ଆଉ ମାଲ ଆମର ଆସେ ପାରାଦ୍ୱୀପ, ବେଙ୍ଗଲ, ଆନ୍ଧ୍ରା ଏପଟୁ ସବୁ ମାଲ ଆସେ। ଆଉ ଶୁଖୁଆ ପାଇଁ ବାରିପୁର ହାଟ ପ୍ରସିଦ୍ଧ, ଏକ ନମ୍ବର ହେଲା ବାରିପୁର ହାଟ। ଆଉ ଶସ୍ତା ଆଉ କାଲସିୟମ ଏଥିରେ ବହୁତ ଅଛି। ଏଇଟା ଆସୁଛି ପାରାଦ୍ୱୀପ ଆସୁଛି, ଇଏ ଶୁଖୁଆ ଆସୁଛି ବେଙ୍ଗଲ, ବ୍ରହ୍ମପୁର ହୁମା ହାଟ ଯେଉଁ ଆନ୍ଧ୍ର ମାଲ ଏଗୁଡ଼ା ସବୁ ଆସୁଛି। ଆଉ କରାଣ୍ଡି ଶୁଖୁଆ ଆଉ ଶିଳା ଶୁଖୁଆ, ଲୁଣି ଶୁଖୁଆ, ଓଡ଼ିଆରେ ଇତ୍ୟାଦି ଶୁଖୁଆ ବେପାର କରି। କରାଣ୍ଡି ଶୁଖୁଆର ଗୋଟେ ଡାଇବେଟିସ୍ ରୋଗ ଭଲ ହୁଏ। ସବୁ ପ୍ରକାର ରୋଗ ହେଉଛି ସେଟା କରାଣ୍ଡି ଶୁଖୁଆଟା ହେଉଛି ଭଲ ପାରଫେକ୍ଟ। ସେ ଶୁଖୁଆର ହେଉଛି ଦାମ ହେଉଛି ରେଟ୍ ଅଛି ବେଶୀ। ଲୋକ ସେ ଶୁଖୁଆଟା ହେଉଛି ମାଡ଼ ହୁଏ। ଡକ୍ଟର ମାନେ ସେମାନେ ସବୁ ସମସ୍ତେ କୁହନ୍ତି ଯେ ଦେଶୀ ଶୁଖୁଆଟା ବେଶୀ ପରିମାଣ ଖାଅ, ଖାଇଲେ ରୋଗଟା ଭଲ ହେବ। ଦେଶୀ ଶୁଖୁଆ ଆମର ଗଡ଼ିଆ ନଈ ବୁହା ହେଉଛି, ହଁ କାଲସିୟମ ଭାଗ ରହୁଛି। ଆମର ଏଠି ଗଡ଼ିଆ ନଈ ବୁହା ହେଉଛି, ଶୁଖୁଆ ବୁହା ହେଇକି ଶୁଖୁଆ ହେଇକି ଆମର ବିକ୍ରି ହେଉଛି। ଲୋକ ବେଙ୍ଗଲ ସୁଧା ବି ଆସୁଛନ୍ତି ଶୁଖୁଆ ନେଇକି ଯାଉଛନ୍ତି, ବାଲେଶ୍ୱର ସବୁଆଡ଼ୁ ଆସୁଛନ୍ତି। ଇଏ ଚାହିଦା ହେଉଛି ମେଡ଼ିକାଲ ଡକ୍ଟର କହିଛନ୍ତି ପରା ଇଏ ଶୁଖୁଆ ଖାଇନେ ହେଉଛି ଭଲ ହେଇଯିବ ସବୁ ରୋଗ। ଆମର ତ କୁଇଣ୍ଟାଲ କୁଇଣ୍ଟାଲ ବିକ୍ରି ହୁଏ, କୁଇଣ୍ଟାଲ କୁଇଣ୍ଟାଲ।